মকর রাশি বৃহস্পতি ষষ্ঠ 1/6/2026 মସିହା পর্যন্ত এবং শনি তৃতীয়, রাহু দ্বিতীয় এবং কেতু অষ্টমରେ অবস্থান କରୁଛନ୍ତି 23/11 পর্যন্ত। মকর রাশির ব্যক্তিମାନଙ୍କର ସବୁ ବର୍ଗର ବ୍ୟକ୍ତିମାନଙ୍କର ଶାରୀରିକ ପୀଡ଼ା, ରୋଗ, ଋଣ, ଦୁଃଖ, ଶୋକ, କ୍ଲେଶ, ମାନସିକ ଅବସାଦ ଏସବୁ ବର୍ଗର ବ୍ୟକ୍ତିମାନେ ମକର ରାଶିର ବ୍ୟକ୍ତିମାନେ ଜୁନ୍ ମାସ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଭୋଗ କରିବେ। ଅଯଥା ଖର୍ଚ୍ଚ, ବଦ ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ବାହାରେ ଅତୀତ ସେମାନଙ୍କୁ ଲୋନ୍ର ସମ୍ମୁଖୀନ ବା ଲୋନ୍ କରିପାରନ୍ତି। ତୃତୀୟ ଶନି ଥିବା ହେତୁ ସବୁ ବର୍ଗର ବ୍ୟକ୍ତିମାନଙ୍କର ଆର୍ଥିକ ସ୍ଥିତିରେ ଠିକ୍ଠାକ୍ ରହିଲେ ମଧ୍ୟ ଏବଂ ସବୁ କାମ ଗୁଡ଼ିକ ଠିକ୍ଠାକ୍ରେ ହେଲେ ମଧ୍ୟ ଏବଂ ଯେଉଁଟାକୁ ଆଶା କରୁଛନ୍ତି ଏକ୍ସପେକ୍ଟେସନ୍ ଜିନିଷ ସେମାନଙ୍କର ମିଳିଲେ ମଧ୍ୟ ହାତ ପାହାନ୍ତରେ ପାଇଲେ ମଧ୍ୟ ଦେହ ସ୍ୱାସ୍ଥ୍ୟଗତ ସମସ୍ୟା, ଶତ୍ରୁ ବୃଦ୍ଧି ଏବଂ ଅଯଥା ଖର୍ଚ୍ଚ, ବଦ ଖର୍ଚ୍ଚ ଏସବୁ ବୃଦ୍ଧି ପାଇବ ଏବଂ ଋଣ ବୃଦ୍ଧି ଘଟିବ। ଆପଣ ଯେତେ ଯାହା ଆଡ଼ଜଷ୍ଟମେଣ୍ଟ କଲେ ମଧ୍ୟ ପଇସା ଥାଇକି ମଧ୍ୟ ଆପଣ ଋଣ କରିବେ ଏବଂ କିଛି ନ ହେଇକି ମଧ୍ୟ ଆପଣ ଦେହଟି ଖରାପ ହେବ ଏବଂ ଅଯଥା ଶତ୍ରୁ ବୃଦ୍ଧି ଘଟିବ। ଆପଣଙ୍କର ଚାଲି ଚଳନ ବ୍ୟବହାରଟା ଠିକ୍ଠାକ୍ ରହିବ ନାହିଁ, ଯେଉଁଥିପାଇଁ ଆପଣଙ୍କର ଶତ୍ରୁ ବୃଦ୍ଧି ଘଟିବ ଏବଂ ଅଯଥା ଆପଣ ବିପଦକୁ ନିମନ୍ତ୍ରଣ କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ତୃତୀୟ ଶନି ହେତୁ ବ୍ୟବସାୟରେ ଉନ୍ନତି କଲେ ମଧ୍ୟ କର୍ମଚାରୀ ସମସ୍ୟା ରହିବ ନାହିଁ, ବ୍ୟବସାୟ ଉନ୍ନତି ଘଟିବ, ନୂତନ ବ୍ୟବସାୟର ସୁଯୋଗ ମିଳିବ, ମୂଲ୍ୟବାନ ଧାତୁ, ଭୂମି, ଯାନବାହନ ଏବଂ ନୂତନ ଗୃହ ନିର୍ମାଣ ଆଦି କରିବେ। ସବୁ ବର୍ଗର ବ୍ୟକ୍ତିମାନେ ବ୍ୟବସାୟୀମାନେ ମଧ୍ୟ ସେଥିରେ କରିବେ, କିନ୍ତୁ ତାଙ୍କର ଷଷ୍ଠ ବୃହସ୍ପତି ହେତୁ ଜୁନ୍ ମାସ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟଗତ ସମସ୍ୟା, ପାରିବାରିକ ଅଶାନ୍ତି, ଆର୍ଥିକ ସମସ୍ୟା ଏବଂ ଲୋନ୍ କରିବାକୁ ପଡ଼ିପାରେ। କର୍ମଜୀବୀମାନଙ୍କର ଅଯଥା ଶତ୍ରୁ ବୃଦ୍ଧି ଏବଂ ସହକର୍ମୀଙ୍କ ସହ ବିବାଦ, ପଦସ୍ଥ ଅଧିକାରୀଙ୍କର କ୍ରୋଧ ଆକୁ ସମ୍ମୁଖୀନ କରିବେ ଏବଂ ସେମାନେ କର୍ମରେ ଏତେଟା ସଫଳତା ପାଇବେ ନାହିଁ। ଯେଉଁମାନେ ନୂତନ କର୍ମ ପାଇଁ ଆଶାୟୀ ଅଛନ୍ତି ସେମାନଙ୍କର ତୃତୀୟ ଶନି ହେତୁ କର୍ମରେ ନିଶ୍ଚିତ ସୁଯୋଗ ସୃଷ୍ଟି ହେବ ବା ନୂତନ କର୍ମ ପାଇବେ, କିନ୍ତୁ ସେମାନଙ୍କର ଶିକ୍ଷା ଯୋଗ୍ୟତା ଅନୁସାରେ କର୍ମସଂସ୍ଥାନ ପାଇବେ ନାହିଁ ବା ଯାହା ଯେଉଁଟାକୁ ସେମାନେ ଆଶା କରିକି ଦେଉଥିଲେ, ଚାକିରି ପାଇଁ ପରୀକ୍ଷା ଦେଉଥିଲେ ସେଇ ସେଥିରେ ଆପଣଙ୍କର ବିଶେଷ ସଫଳତା ମିଳିବ ନାହିଁ। କିନ୍ତୁ ଚାକିରିରେ ଯେଉଁଥିରେ ଆପଣଙ୍କର ଘରୋଇ ସଂସ୍ଥାରେ ହେଉ କିମ୍ବା ସରକାରୀ ସଂସ୍ଥାରେ ହେଉ ଚାକିରିଟେ ମିଳିବ ମକର ରାଶିର ବ୍ୟକ୍ତିମାନଙ୍କର। କ୍ରୀଡ଼ାବିତମାନେ କ୍ରୀଡ଼ାରେ ବିକାଶ ଘଟିବେ, କେବଳ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାକୁ ଛାଡ଼ିଲେ ଅନ୍ୟ କୌଣସି ସମସ୍ୟା ରହିବ ନାହିଁ। ବୈବାହିକ ଆଶାମାନଙ୍କର ଷଷ୍ଠ ବୃହସ୍ପତି ହେତୁ ଜୁନ୍ ମାସ ଭିତରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ ନାହିଁ ଏବଂ ପ୍ରେମ ବେପାର ଯେଉଁମାନେ ଅଛନ୍ତି ସେମାନଙ୍କ ପ୍ରେମରେ ଟିକେ ମତାନ୍ତର ମତଭେଦ ଘଟିଲେ ମଧ୍ୟ ଆଗକୁ ଯେହେତୁ ବୃହସ୍ପତି ପଞ୍ଚମ ସପ୍ତମ ହେବେ ସେମାନଙ୍କର ବ୍ରେକଅପ୍ ନହେଲେ ମଧ୍ୟ କିଛିଟା ଭଟ୍ଟା ପଡ଼ିବ ପ୍ରେମରେ। ଏବଂ ଯେଉଁମାନେ ଗୃହିଣୀମାନଙ୍କର ପାରିବାରିକ ସ୍ଥିତି ଠିକ୍ଠାକ୍ ରହିଲେ ମଧ୍ୟ ଶାରୀରିକ ପୀଡ଼ା, ମକର ରାଶିର ସବୁ ବର୍ଗର ବ୍ୟକ୍ତିମାନଙ୍କର ଶାରୀରିକ ପୀଡ଼ା, ରୋଗ, ଋଣ, ଦୁଃଖ, ଶୋକ, କ୍ଲେଶ, ମାନସିକ ଅବସାଦ ବ୍ୟତୀତ ଅନ୍ୟ ସମସ୍ତ କ୍ଷେତ୍ରରେ ମକର ରାଶିର ବ୍ୟକ୍ତିମାନେ ସୁଫଳ ପାଇବେ, କେବଳ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାରେ ରହିବ। 1/6/2026 ମସିହା ପରେ ବୃହସ୍ପତି ସପ୍ତମ ହେଉଥିବେ, ଏପଟେ ଶନି ତୃତୀୟ ହେତୁ ମକର ରାଶିର ବ୍ୟକ୍ତିମାନଙ୍କର କେବଳ ଜୁନ୍ ମାସ ପର୍ଯ୍ୟନ୍ତ କିଛିଟା ଅଶୁଭ ଫଳ ପାଇବେ। ସେ ଭିତରେ ମୁଖ୍ୟ ହେଲା ସେମାନଙ୍କର ରୋଗ, ଋଣ, ଶତ୍ରୁ ଏ ତିନୋଟି ସବୁ ବର୍ଗର ବ୍ୟକ୍ତିମାନେ ଭୋଗିଲେ ମଧ୍ୟ ଅନ୍ୟ ସମସ୍ତ କ୍ଷେତ୍ରରେ ଶୁଭ ଫଳ ପାଇବେ। ତେଣୁ ମକର ରାଶିର ବ୍ୟକ୍ତିମାନଙ୍କର କେବଳ ଜୁନ୍ ମାସ ପର୍ଯ୍ୟନ୍ତ ଆପଣଙ୍କର ବୃହସ୍ପତିଙ୍କର କବଚ କିମ୍ବା ଯନ୍ତ୍ର ଧାରଣ କରି ମନ୍ତ୍ର ପଢ଼ନ୍ତୁ। ମକର ରାଶିର ସବୁ ବର୍ଗର ବ୍ୟକ୍ତିମାନେ ଶୁଭ ଫଳ ପାଇବେ ଏବଂ 2026 ମସିହାଟି ସେମାନଙ୍କର ଅତି ଭଲରେ କଟିବ।